ମାଲକାନଗିରି ଜିଲ୍ଲା ବାଲିମେଳା ସହରସ୍ଥିତ ଟାଉନ ହଲ୍ଠାରେ ଆଜି କଂଗ୍ରେସର ଜିଲ୍ଲାସ୍ତରୀୟ ଯୁବ ଅଧିକାର ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ ଯୋଗ ଦେଇଥିବା ବେଳେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, କାର୍ଯ୍ୟକାରୀ ସଭାପତି କୃଷ୍ଣ ମହାନ୍ତି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ଯୋଗ ଦେଇଥିଲେ। ବାଲିମେଳା ଛକସ୍ଥିତ ଶିବ ମନ୍ଦିରଠାରେ ପ୍ରଥମେ ଏକ ବାଇକ୍ ରାଲି ଯୋଗେ ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ଯୁବକ ଏହି ରାଲିରେ ଯୋଗ ଦେଇ ସହରସ୍ଥିତ ଟାଉନ ହଲ୍ଠାରେ ଏକ ବିରାଟ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଯୁବ କଂଗ୍ରେସ ଅଧିକାର ସମାବେଶରେ ଏହି କାର୍ଯ୍ୟକ୍ରମରେ ପ୍ରାୟ 1000ରୁ ଉର୍ଦ୍ଧ୍ୱ ଯୁବକ ଯୋଗ ଦେଇଥିଲା ବେଳେ ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ନାରା ଦିଆଯାଇଥିଲା। ମଞ୍ଚାସୀନ ଅତିଥିମାନେ ଓଡ଼ିଶାରେ ହେଉଥିବା ନାରୀ ନିର୍ଯାତନା ଠାରୁ ଆରମ୍ଭ କରି ବିଜେପି ସରକାର ବର୍ଷକୁ 2 କୋଟିରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଚାକିରି ଦେବା କହି ମିଛ ପ୍ରତିଶ୍ରୁତି ଦେଇଥିବା ସମ୍ବନ୍ଧରେ ଆଲୋଚନା କରୁଥିଲେ। ଚିତ୍ରକୋଣ୍ଡା ବିଧାୟକ ଶିଖିଲେ ନିଜ ଅଭିଭାଷଣରେ ସମଗ୍ର ଭାରତବର୍ଷରେ ଭୋଟ ଚୋରି କରି ବିଜେପି ବର୍ତ୍ତମାନ ଶାସନ ଗାଦିରେ ବସିଥିବା ନେଇ ମନ୍ତବ୍ୟ ଦେଇଥିବା ସହିତ ଯୁବ ଶକ୍ତି ଯଦି ଜାଗ୍ରତ ହୁଏ ତାହେଲେ ଆଗାମୀ ଦିନରେ ନିଶ୍ଚୟ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ ବୋଲି ମନ୍ତବ୍ୟ ଦେଇଥିଲେ। ଆଜିର ଏହି ଯୁବ ଅଧିକାରୀ ସମାବେଶରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗ ଦେଇଥିଲେ। ସର୍ବଶକ୍ତି ନ୍ୟୁଜ ମାଲକାନଗିରି। ଆରମ୍ଭ କରୁଛୁ ବର୍ତ୍ତମାନ এই କାର୍ଯ୍ୟକ୍ରମରେ ସିଏ ଘୋଷଣା କରିଥିଲେ ଯେ ଏଠି ମାଲକାନଗିରିରେ ଗୋଟେ ଭଲ ହସ୍ପିଟାଲ ମଧ୍ୟ ନାହିଁ। ଆପଣ ହବ ଆଜି ଏବଂ ତାଙ୍କ ବୃଦ୍ଧାବସ୍ଥାରେ ସେ ତାଙ୍କ पूरे देश में जिस तरह से वोट की चोरी करके उन्होंने जो हमारे घर में कांग्रेस का छाई संतोष पटनायक छात्र कांग्रेस भोट चोरी जर्जर तले हर किलो शीघ्र शीघ्र टिके आसतु दयाकोरी शीघ्र आसतु।